ମୋର ନାମ ସୁନିତା। ମୋର ବୟସ 21 ବର୍ଷ। ଆମ ଘରର ଚାକର ମତେ ଏବଂ ମୋର ମାଙ୍କୁ କିପରି ଖୁସି କଲା ଆଜିର କାହାଣୀରେ କହିବି। ମୁଁ ମୁମ୍ବାଇର ଏକ ଆରାମଦାୟକ ଅଞ୍ଚଳରେ ରୁହେ। ଆମର ପରିବାରରେ 4 ଜଣ ଅଛନ୍ତି। ମୁଁ, ମୋର ମା, ମୋର ବାପା ଏବଂ ମୋର ସାନ ଭଉଣୀ ପୂଜା। ମାଙ୍କର ନାମ ଅଞ୍ଜଳି। ସେ 35 ବର୍ଷ ବୟସରେ ଜଣେ ସୁସଜ୍ଜିତ ମହିଳା। ବାପା ବ୍ୟବସାୟରେ ଏତେ ବ୍ୟସ୍ତ ଯେ ପରିବାର ପାଇଁ ତାଙ୍କ ପାଖରେ ସମୟ ହିଁ ନାହିଁ। ମୋର ମା ସବୁବେଳେ ଆମ ପାଇଁ ସବୁକିଛି ଠିକ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କ ମୁହଁର ହସ ଏବେ ଧୀରେ ଧୀରେ ହଜି ଯାଉଥିଲା। କିଛି ମାସ ପୂର୍ବରୁ ଏବେ ରୋହନ ନାମକ ଜଣେ ନୂଆ ଚାକର ଆମ ଘରକୁ ଆସିଥିଲେ। ତାଙ୍କର ବୟସ 25 ବର୍ଷ। ସେ ଦେଖିବାକୁ ସରଳ, କିନ୍ତୁ ସେ ଜଣେ ପରିଶ୍ରମୀ ଏବଂ ସଚ୍ଚୋଟ ବ୍ୟକ୍ତି ଥିଲେ। ତାଙ୍କ ଆଖିରେ ଏକ ଅଦ୍ଭୁତ ଗଭୀରତା ଅଛି, ଯାହାକି ସମସ୍ତଙ୍କୁ ଅଜାଣତରେ ଆକର୍ଷିତ କରେ। ପ୍ରଥମେ ସେ ଘର କାମରେ ବ୍ୟସ୍ତ ରହୁଥିଲେ, କିନ୍ତୁ ଧୀରେ ଧୀରେ ମୋର ମାଙ୍କ ସହ ତାଙ୍କର କଥାବାର୍ତ୍ତା ବଢିବାକୁ ଲାଗିଲା। ମୁଁ ଭାବିଲି କି ଏହା ସ୍ୱାଭାବିକ। ମାଙ୍କୁ କଥା ହେବା ପାଇଁ କାହାକୁ ଜଣେ ଦରକାର ଥିଲା। ଗୋଟିଏ ଦିନ ମୁଁ ଦେଖିଲି କି ମା ଏବଂ ରୋହନ ଏବେ ରୋଷେଇ ଘରେ ମଜା କରୁଛନ୍ତି ଏବଂ ହସୁଛନ୍ତି। ସେହି ଦୃଶ୍ୟ ମୋ ପାଇଁ ବହୁତ ଅସାଧାରଣ ଥିଲା। ମାଙ୍କର ହସୁଥିବା ମୁହଁ ଏବଂ ରୋହନଙ୍କର ହସ ଏବେ ମୋର ମନରେ ପ୍ରଶ୍ନର ଲହରୀ ଛାଡ଼ିଦେଲା। ମୁଁ ଏହି ବିଷୟରେ ହିଁ ଭାବୁଥିଲି, ସେତେବେଳେ ମା ମତେ ଫୋନ କଲେ। କହିଲେ କି ସୁନିତା ଆସ, ମୁଁ ତୁମ ପାଇଁ ଚା ତିଆରି କରିଛି। ମୁଁ ଚା କପ୍ ଧରିଲି ଏବଂ ଦେଖିଲି ଯେ ମା ପୂର୍ବ ଅପେକ୍ଷା ଏବେ ଅଧିକ ଖୁସି ଏବଂ ଶାନ୍ତ ଦେଖାଯାଉଛନ୍ତି। ମୁଁ ତାଙ୍କର ପରିବର୍ତ୍ତିତ ଭାବନା ପଛର କାରଣକୁ ବୁଝିବାକୁ ଚେଷ୍ଟା କରୁଥିଲି। କିଛି ଦିନ ପରେ ଆଉ ଏକ ଅଜବ ଘଟଣା ଘଟିଲା। ମୁଁ ମୋର ପାଠ ପଢା ପାଇଁ ମୋର ରୁମରେ ବସିଥିଲି। ହଠାତ୍ ମୁଁ ମୋର ବାଲକନିରୁ ମା ଏବଂ ରୋହନଙ୍କ ମଧ୍ୟରେ ଏକ ମୃଦୁ କଥାବାର୍ତ୍ତା ଶୁଣିଲି। ରୋହନ ଏଠାରେ କାମ କରିବା ପରେ ତୁମେ ମୋ ପାଇଁ ଯାହା ବି କରିଛ, ତାହା ଅନ୍ୟ କେହି ଆଉ କରିପାରି ନଥାନ୍ତେ। ମାଙ୍କର କଣ୍ଠସ୍ୱରରେ ଏକ ଭିନ୍ନ ଘନିଷ୍ଠତା ଥିଲା। ମ୍ୟାଡାମ, ମୁଁ ମଧ୍ୟ ଆପଣଙ୍କ ସହିତ କଥା ହୋଇ ବହୁତ ଉପଭୋଗ କରୁଛି। ରୋହନ ଏବେ ଧୀର ଭାବରେ ଉତ୍ତର ଦେଉଥିଲେ। ତାଙ୍କର କଥା ଗୁଡିକ ମୋର କାନରେ ଏବେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା। ମୁଁ ପ୍ରକୃତରେ ଭାବୁଥିଲି ଯେ ମା ଏବଂ ରୋହନଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ଗଢି ଉଠିଛି କି। ପରଦିନ ଯେତେବେଳେ ରୋହନ ମୋ ରୁମକୁ ଆସିଲା, ମୁଁ ଦେଖିଲି ଯେ ମାଙ୍କୁ ଦେଖିବା ମାତ୍ରେ ତାଙ୍କର ଆଖି ମଧ୍ୟ ବଦଳିଗଲା। ତାଙ୍କର ଭିତରେ ଏକ ଭିନ୍ନ ପ୍ରକାରର ଉଷ୍ମତା ଥିଲା। ଏସବୁ ବିଷୟରେ ମୁଁ ଏକ ଅଦ୍ଭୁତ ଆଶ୍ୱସ୍ତିକୁ ଅନୁଭବ କରିବାକୁ ଲାଗିଲି। ଏହା କେବଳ ମାଙ୍କର କାହାଣୀ ନଥିଲା, ଏହା ମୋର ହୃଦୟକୁ ମଧ୍ୟ ମୋଡିଦେବା ଆରମ୍ଭ କରିଥିଲା। ରୋହନ ଏବଂ ମାଙ୍କର ସମ୍ପର୍କର ସତ୍ୟ ଏବେ ମତେ ପ୍ରକାଶ କରିବାକୁ ଚାହୁଁଥିଲା। ଆଉ ହୁଏତ ଏହି ସମୟ ମଧ୍ୟରେ ମୁଁ ମଧ୍ୟ ମୋର ହୃଦୟରେ ଏବେ ନିକଟତର କିଛି ଅନୁଭବ କରିବାକୁ ଚାହୁଁଥିଲି, ଯାହା ବିଷୟରେ ମୁଁ ଆଦୌ ବି ଜାଣିନଥିଲି। ଘରେ ଜୀବନରେ ଏକ ଭିନ୍ନ ଲୟ ଆସିବା ଆରମ୍ଭ ହୋଇଗଲା। ମା ଆଉ ପୂର୍ବ ପରି ଦୁଃଖିତ ଏବଂ ବିଷାଦପୂର୍ଣ୍ଣ ଜମା ବି ଦେଖାଯାଉନଥିଲେ। ସେ ଏବେ ରୋହନଙ୍କ ସହିତ ବହୁତ କଥା ହେଉଥିଲେ ଏବଂ ବେଳେ ବେଳେ ହାଲୁକା ମଜା ମଧ୍ୟ କରୁଥିଲା। ଏହା ପ୍ରଥମ ଥର ଥିଲା କି ଯେତେବେଳେ ମୁଁ ଅନୁଭବ କଲି କି ମା କାହା ସହିତ ଖୋଲାଖୋଲି ଭାବରେ ତାଙ୍କର ଭାବନା ବାଣ୍ଟୁଛନ୍ତି। କିନ୍ତୁ ଏସବୁ ମୋ ପାଇଁ ଏତେ ସହଜ ନଥିଲା। ଗୋଟିଏ ଦିନ ମା ଏବଂ ରୋହନ ଏବେ ବଗିଚାରେ କଥା ହେଉଥିଲେ। ମୁଁ ବାଲକନିରେ ବସିଥିଲି, କିନ୍ତୁ ସେ ଯାହା ବି କହୁଥିଲେ ତାହା ମୋର କାନରେ ପହଞ୍ଚି ଯାଉଥିଲା। ରୋହନ, ତୁମେ କେବେ ଅନୁଭବ କରିଛ ଯେ ତୁମ ଜୀବନରେ ମଧ୍ୟ ଏକ ବିଶେଷ ସମ୍ପର୍କ ଥାଇପାରେ? ମାଙ୍କର କଣ୍ଠରେ ଏକ ଅବ୍ୟକ୍ତ ଯନ୍ତ୍ରଣା ଥିଲା। ମୁଁ କେବେ ବି ଏମିତି ଭାବିନଥିଲି, କିନ୍ତୁ ଆପଣଙ୍କ ସହିତ କଥା ହେବା ପରେ ମୁଁ ଅନୁଭବ କରୁଛି ଯେ ଜଣେ ବ୍ୟକ୍ତିଙ୍କ ହୃଦୟରେ ଜାଗ୍ରତ ହେବା ଆବଶ୍ୟକ। ରୋହନ ଉତ୍ତର ଦେଲେ କି ତାଙ୍କର କଥାରେ ମଧ୍ୟ ଏପରି ଥିଲା, ଯାହାକି ମତେ ଗଭୀର ଭାବରେ ଛୁଇଁଲା। ମାଙ୍କୁ ଦେଖି ମୁଁ ଅନୁଭବ କଲି ଯେ ସେ କେବଳ ଜଣେ ସ୍ତ୍ରୀ, ଜଣେ ମା କିମ୍ବା ଜଣେ ଗୃହିଣୀ ନଥିଲେ। ସେ ମଧ୍ୟ ଜଣେ ମଣିଷ ଥିଲେ, ଯିଏକି ଭଲ ପାଉଥିଲେ। ମୁଁ ନିଜରତା ଏବଂ ଶାନ୍ତି ଚାହୁଁଥିଲି। ମୁଁ ରୋହନଙ୍କ ସହିତ ମାଙ୍କର ନିକଟତରତା ଦେଖି ମୋର ହୃଦୟରେ ମଧ୍ୟ କିଛି ଆଲୋଡ଼ନ ସୃଷ୍ଟି ହୋଇଛି। ସେତେବେଳେ ମୋର ଅସ୍ଥିରତା ବଢିଗଲା, ଆଉ ମୁଁ ନିଜକୁ ବୁଝେଇବାକୁ ବହୁତ ଚେଷ୍ଟା କଲି ଯେ ଏହା ଭୁଲ ହିଁ ଅଟେ। କିନ୍ତୁ ମୋର ଚାରିପାଖରେ ରୋହନଙ୍କର ଉପସ୍ଥିତି ମତେ ଏକ ଅଦ୍ଭୁତ ଖୁସିର ଅନୁଭବ କରାଇଲା। ଗୋଟିଏ ଦିନ ସନ୍ଧ୍ୟାରେ ମୁଁ ମୋର ଘରୁ ବାହାରକୁ ଆସି ଦେଖିଲି ଯେ ରୋହନଙ୍କୁ ଖାଦ୍ୟ ପରିବେଷଣ କରିବା ସମୟରେ ମା କହିଲେ କି ତୁମେ ସାରା ଦିନ ଏତେ କାମ କର, ଆଉ ତୁମକୁ ଟିକେ ସତର୍କ ରହିବା ଉଚିତ। ରୋହନ ମୁଣ୍ଡ ନୁଆଇଁ ମତେ ଧନ୍ୟବାଦ ଦେଲା ଏବଂ ତାଙ୍କର ସରଳ ହସ ଏବେ ମତେ ତାଙ୍କ ରୁମକୁ ନେଇଗଲା। ମୁଁ ନିଜକୁ ପଚାରିଲି ଯେ କଣ ହେଉଛି? ଏହା କେବଳ ମୋର ମାନସିକ ଅସ୍ଥିରତା ନା ଅନ୍ୟ କିଛି?
ଅନେକ ଦିନ ପର୍ଯ୍ୟନ୍ତ ମୁଁ କେବଳ ନୀରବରେ ହିଁ ଦେଖୁଥିଲି। ଏବେ ମା ଏବଂ ରୋହନଙ୍କ ମଧ୍ୟରେ କଥାବାର୍ତ୍ତା କେବଳ ଆବଶ୍ୟକତା ପର୍ଯ୍ୟନ୍ତ ସୀମିତ ନଥିଲା। କେତେବେଳେ ସେ ରୋହନକୁ କହୁଥିଲେ କି ଏହି କାମ ଏପରି କର ନାହିଁ, ତୁମେ କ୍ଳାନ୍ତ ହୋଇଯିବ। ଆଉ କେତେବେଳେ କହୁଥିଲେ କି ସେ ତାଙ୍କ ପାଇଁ ଚା ତିଆରି କରୁଥିଲେ। କିନ୍ତୁ ମୋର ହୃଦୟରେ ଏକ ଅଜଣା ଭୟ ମଧ୍ୟ ଥିଲା। ଆଗାମୀ କିଛି ଦିନ ମଧ୍ୟରେ ହିଁ ମୋର ରୋହନଙ୍କ ସହ କିଛି ସାକ୍ଷାତ ହୋଇଥିଲା। ସେ ଜଣେ ବହୁତ ସରଳ କିନ୍ତୁ ଗଭୀର ବ୍ୟକ୍ତି ଥିଲେ। ତାଙ୍କ ଆଖିରେ ଏକ ଅଦ୍ଭୁତ ଯାଦୁ ଥିଲା, ଯାହାକି ମୋର ହୃଦୟକୁ ଟାଣି ନେଉଥିଲା। କହିଲେ କି ମ୍ୟାଡାମ, ମୋର ଜୀବନ ଏବେ ବହୁତ ସରଳ ଥିଲା, କିନ୍ତୁ ଏଠାକୁ ଆସିବା ପରେ ମୁଁ ପ୍ରଥମ ଥର ପାଇଁ ଅନୁଭବ କଲି ଯେ ମତେ ମଧ୍ୟ କାହାର ଯତ୍ନ ନେବା ଉଚିତ। ତାଙ୍କର କଥା ଶୁଣିବା ପରେ ମୋର ହୃଦୟ ଏବେ ଧକ୍ ଧକ୍ କରିବାକୁ ଲାଗିଲା। ମୁଁ ତୁରନ୍ତ ନିଜକୁ ଏବେ ନିୟନ୍ତ୍ରଣ କଲି ଏବଂ କହିଲି କି ରୋହନ, ତୁମେ ଜଣେ ଭଲ ବ୍ୟକ୍ତି। ସେ ମୁଣ୍ଡ ନୁଆଁଇ ଚାଲିଗଲେ, କିନ୍ତୁ ମୁଁ ସେଠାରେ ହିଁ ଠିଆ ହୋଇ ରହିଲି। ଏହା ମୋ ପାଇଁ ଏକ ନୂତନ ଆରମ୍ଭ ଥିଲା। ମା ଏବଂ ରୋହନଙ୍କର ସମ୍ପର୍କ ମଧ୍ୟରେ ମୁଁ କେଉଁଠି ଠିଆ ହୋଇଥିଲି ଏବଂ ଏହି ଭାବନା ମତେ କେଉଁଠିକୁ ନେଇଯିବ। ଦିନ ବିତିବା ସହିତ ମା ଏବଂ ରୋହନଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ ହେବାକୁ ଲାଗିଲା। ସେମାନଙ୍କର ଥଟ୍ଟା, କୋମଳ କଥାବାର୍ତ୍ତା ଏବଂ ପରସ୍ପର ପ୍ରତି ଚିନ୍ତା ଏବେ ଖୋଲାଖୋଲି ଭାବରେ ଦୃଶ୍ୟମାନ ହେଉଥିଲା। କିନ୍ତୁ ମୋ ପାଇଁ ଏହା ସବୁ ସମାନ ଭାବରେ ରୋମାଞ୍ଚକର ଥିଲା। ମୋର ମାଙ୍କର ଖୁସି ଦେଖି ମୁଁ ଖୁସି ହୋଇଗଲି, କିନ୍ତୁ ଭିତରେ ପୁରା ଭାଙ୍ଗି ପଡିଲି। ଗୋଟିଏ ଦିନ ବାପା ହଠାତ୍ ଏବେ ଶୀଘ୍ର ଘରକୁ ଫେରି ଆସିଲେ। ତାଙ୍କ ଆଖିରେ ଏବେ ଆଘାତ ସ୍ପଷ୍ଟ ଭାବରେ ଦେଖା ଯାଉଥିଲା, କିନ୍ତୁ ସେ ମାଙ୍କ ପ୍ରତି କୌଣସି ଧ୍ୟାନ ଦେଲେ ନାହିଁ। ଏହା ହେଉଛି ସେହି ପୁରୁଣା କାହାଣୀ ଥିଲା। ବାପାଙ୍କ ପାଇଁ ମା ଏବଂ ପରିବାର କେବଳ ଏକ ଦାୟିତ୍ୱ ଥିଲା। ମା ଚୁପଚାପ ସେମାନଙ୍କ ପାଇଁ ଚା ତିଆରି କଲେ ଏବଂ କିଛି ନ କହି ତାଙ୍କର ରୁମକୁ ଚାଲିଗଲେ। ମୁଁ ମୋର ମାଙ୍କର ଏବେ ପଛେ ପଛେ ଯାଇ ତାଙ୍କୁ ଧୀରେ ପଚାରିଲି, ମା, ତୁମେ କେବେ ବାପାଙ୍କୁ କିଛି କୁହନାହିଁ, କାହିଁକି କହୁନାହ? ତାଙ୍କଠାରୁ ଏତେ ଅବହେଳା କାହିଁକି ସହ୍ୟ କରିବାକୁ ପଡୁଛି? ମା କିଛି ଦିନ ପରେ ମୁଁ ରୋହନକୁ କିଛି ଜିନିଷ ପତ୍ର ଧରି ଘରୁ ବାହାରକୁ ଯାଉଥିବାର ଦେଖିଲି। ମୁଁ ଭାବିଲି କି ହୁଏତ ସେ ବଜାରକୁ ଯାଉଛନ୍ତି, କିନ୍ତୁ ଯେତେବେଳେ ମୁଁ ତାଙ୍କୁ ଜଣେ ମହିଳାଙ୍କ ସହ କଥା ହେଉଥିବାର ଦେଖିଲି, ମୋର ଭିତରେ ମଧ୍ୟ ଈର୍ଷାର ଲହରୀ ଖେଳିଗଲା। ମୁଁ ନିଜକୁ ବୁଝେଇବାକୁ ବହୁତ ଚେଷ୍ଟା କଲି ଯେ ଏହା କେବଳ ମୋର କଳ୍ପନା ଅଟେ, କିନ୍ତୁ ଯେତେବେଳେ ସେ ଫେରି ଆସିଲେ ମୁଁ ନିଜକୁ ଆଉ ରୋକି ପାରିଲି ନାହିଁ। କହିଲି କି ରୋହନ, ତୁମେ କାହା ସହିତ କଥା ହେଉଥିଲ କି? ଏହା ଶୁଣି ସେ ଆହୁରି ଆଶ୍ଚର୍ଯ୍ୟ ହେଇଗଲେ, କିନ୍ତୁ ତାପରେ ସେ ହସି କହିଲେ କି ମ୍ୟାଡାମ, ସେ ହେଉଛନ୍ତି ମୋର ଭଉଣୀ। ମତେ କିଛି ସାହାଯ୍ୟର ଆବଶ୍ୟକତା ଥିଲା, ତେଣୁ ମୁଁ ତାଙ୍କୁ ଭେଟିବାକୁ ଗଲି। ମୁଁ ଆଶ୍ୱସ୍ତିର ନିଶ୍ୱାସ ନେଲି, କିନ୍ତୁ ମୁଁ ପ୍ରଶ୍ନ ପଚାରିବା ଦ୍ୱାରା ମୋର ଅସ୍ଥିରତା ଏବେ ପ୍ରକାଶ ପାଇଲା। ସେହି ରାତିରେ ମା ମୋର ରୁମକୁ ଆସିଲେ। ସେ ମୋର ଆଖିକୁ ଚାହିଁ କହିଲେ କି ସୁନିତା, ମୁଁ ତୁମକୁ କିଛି ପଚାରି ପାରିବି କି? ହଁ ମା, ପଚାର। ସେ କହିଲେ କି ତୁମେ ରୋହନକୁ ପସନ୍ଦ କର କି? ତାଙ୍କର ସିଧା ପ୍ରଶ୍ନ ଶୁଣି ମୁଁ ପୁରା ସ୍ତବ୍ଧ ହୋଇଗଲି। ମୁଁ କଣ କହିବି ବୁଝିପାରିଲି ନାହିଁ। ମୁଁ ନା ମିଛ କହିପାରୁଥିଲି ନା ସତ୍ୟ। ମା, ହୁଏତ ମୁଁ ଜାଣି ନାହିଁ। ମା ଏକ ଗଭୀର ନିଶ୍ୱାସ ନେଇ କହିଲେ। ତାଙ୍କର କଥାରେ ଏକ ଅଦ୍ଭୁତ ଯନ୍ତ୍ରଣା ଥିଲା। ମୁଁ ଅନୁଭବ କଲି ଯେ ଏହା କେବଳ ମୋର ହୃଦୟର ଏକ ଯୁଦ୍ଧ ନୁହେଁ, ଏହା ମା ଏବଂ ମୋ ପାଇଁ ମଧ୍ୟ ସମାନ କଷ୍ଟକର ଥିଲା। ପରଦିନ ରୋହନ ମୋର ପାଖକୁ ଆସିଲା। କହିଲା କି ମ୍ୟାଡାମ, ମୁଁ ତୁମକୁ କେବେ କିଛି କହିବାକୁ ଚାହୁଁଛି। ମୋ ହୃଦୟର ସହିତ ପଚାରିଲି ଯେ କଣ? ସେ କହିଲେ କି ମୁଁ ମୋର ଜୀବନରେ କିପରି ଆଉ ଏବେ ବି ଅନୁଭବ କରିନାହିଁ। ତୁମର ପରିବାର ମତେ ଯେଉଁ ସମ୍ମାନ ଏବଂ ଭଲ ପାଇବା ଦେଇଛି ତାହା ଅମୂଲ୍ୟ ଅଟେ, କିନ୍ତୁ ଏବେ ମୁଁ ଭାବୁଛି ଯେ ମତେ ଏଠାରୁ ଚାଲିଯିବା ହିଁ ଉଚିତ। ତାଙ୍କର କଥା ଶୁଣିବା ପରେ ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ମୁଁ ଧୀର ସ୍ୱରରେ ପଚାରିଲି ଯେ କାହିଁକି? କାରଣ ମୁଁ ଚାହୁଁନାହିଁ ଯେ ମୋର କାରଣରେ ତୁମେ ଘରେ କୌଣସି ଅସୁବିଧାକୁ ହେଉ। ଏହା ଶୁଣିବା ପରେ ମୁଁ କାନ୍ଦିବାକୁ ଲାଗିଲି। ମୋ ଆଖିରେ ଲୁହ ଦେଖି ସେ ମଧ୍ୟ ସେଠାକୁ ଆସିଥିଲେ। ମୁଁ ସେ ରାତିରେ ଆଉ ଜମା ବି ଶୋଇପାରିଲି ନାହିଁ। ରୋହନଙ୍କର କଥା ଗୁଡିକ ମୋର ମନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା। ମାଙ୍କ ପାଇଁ ଚାଲିଯିବା କଣ ଠିକ ଥିଲା? ଆଉ ଯଦି ସେ ଚାଲିଯାଏ ତେବେ ମୋର କଣ ହେବ? ଆଉ ମୋର ଏହି ପ୍ରଶ୍ନ ମତେ ଭିତରୁ ଭାଙ୍ଗି ଦେଉଥିଲା। ସକାଳ ହେବା ମାତ୍ରେ ହିଁ ମୁଁ ମୋର ମାଙ୍କ ସହ କଥା ହେବାକୁ ନିଷ୍ପତ୍ତି ନେଲି। ଆଉ ମୁଁ ତାଙ୍କୁ ରୋଷେଇ ଘରେ ଏକା ପାଇ ଧୀରେ କହିଲି, ମା, ଯଦି ରୋହନ ଚାଲିଯାଏ ତୁମେ ଏକାଟା କଣ କରିବ? ମା ମୋ ଆଡକୁ ଚାହିଁଲେ। ତାଙ୍କ ଆଖିରେ ଟିକେ ଭୟ ଏବଂ ଦ୍ୱନ୍ଦ୍ୱ ଥିଲା। ସୁନିତା, ମୁଁ ଜାଣେ ନାହିଁ। ମୁଁ କେବଳ ଏତିକି ଜାଣେ ଯେ ରୋହନ ବିନା ଏହି ଘରଟି ପୁଣି ଥରେ ଥଣ୍ଡା କାଟୁଥିବା ଘର ହୋଇଯିବ। ତାଙ୍କର କଥା ଏବେ ମୋର ହୃଦୟକୁ ବହୁତ ଆଘାତ ଦେଲା। ମୁଁ ପ୍ରଥମ ଥର ପାଇଁ ଅନୁଭବ କଲି ଯେ ମା କେତେ ଏକୁଟିଆ ଥିଲେ ଏବଂ ତାଙ୍କର ଖୁସି ହରାଇବାକୁ ସେ କେତେ ଭୟଭୀତ ଥିଲେ। ଅପରାହ୍ନରେ ରୋହନ ଏବେ ମୋର ରୁମକୁ ଆସିଲେ। ତାଙ୍କ ଆଖିରେ ଏକ ଅଦ୍ଭୁତ ଗଭୀରତା ଥିଲା।
ସେ କହିଲେ କି ମ୍ୟାଡାମ ମୁଁ ଏହା ବିଷୟରେ ଭାବି ସାରିଛି। ମୁଁ ଏବେ କାଲିଠୁ ଆଉ ଏଇ ଘରେ ରହିବି ନାହିଁ। ମୋର ହୃଦୟ ଏବେ ଧକ୍ ଧକ୍ କରିବାକୁ ଲାଗିଲା। ତୁମେ ଏଠାରେ ଖୁସି ନୁହଁ କି? ଏଠାରେ ସବୁ କିଛି ଠିକ ଅଛି, କିନ୍ତୁ ମୁଁ ଚାହୁଁନାହିଁ ଯେ ମୋର କାରଣରୁ ତୁମର ପରିବାରରେ କୌଣସି ଉତ୍ତେଜନା ରହୁ। ତାଙ୍କର କଥାରେ ସଚୋଟତା ଥିଲା, କିନ୍ତୁ ମୋର ହୃଦୟ ଏହାକୁ ଆଉ ଜମା ବି ଗ୍ରହଣ କଲା ନାହିଁ। ରୋହନ, ତୁମେ କେବେ ମା ବିଷୟରେ ଟିକେ ଭାବିଛ କି? ତୁମ ବିନା ଏବେ ସେ କଣ କରିବ? ସେ ମତେ ଏପରି ଚାହିଁଲେ ଯେପରି ଏହି ପ୍ରଶ୍ନ ତାଙ୍କ ପାଇଁ ନୂଆ ହିଁ ଥିଲା। ମୁଁ ତାଙ୍କୁ ସମ୍ମାନ କରେ, କିନ୍ତୁ ଆମର ସମ୍ପର୍କକୁ ଏହି ସମାଜରେ ଠିକ ବୋଲି ବିବେଚନା କରାଯିବ ନାହିଁ। ଏହା ପ୍ରଥମ ଥର ଥିଲା ଯେତେବେଳେ ସେ ମାଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହୁଥିଲି। ସେହି ସନ୍ଧ୍ୟାରେ ମୁଁ ସିଧାସଳଖ ମାଙ୍କ ସହ କଥା ହୋଇଥିଲି। ମା, ରୋହନ ଚାଲିଗଲେ ତୁମେ ଖୁସିରେ ରହିପାରିବ କି? ମା କିଛି ସମୟ ପାଇଁ ଚିନ୍ତା କରି କହିଲେ କି ନା ସୁନିତା, କିନ୍ତୁ ହୁଏତ ଏହା ଠିକ ହେବ, କିନ୍ତୁ ତୁମର ବାପା, ସମାଜ ଆଉ ସମସ୍ତଙ୍କ ଦୃଷ୍ଟିରେ ଏହା ଭୁଲ ହିଁ ଅଟନ୍ତି। କିନ୍ତୁ ମା, ତୁମର ଖୁସି କଣ? ତୁମର ଭାବନାର କଣ ମୂଲ୍ୟ ନାହିଁ କି? ମା ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ, ଏହା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ମୁଁ ମୋର ପରିବାରର ସୁରକ୍ଷା ପାଇଁ ମୋର ହୃଦୟକୁ ବଳିଦାନ ଦେଇପାରିବି। ଏହା ଶୁଣିବା ପରେ ମୁଁ ଚୁପ୍ ହୋଇଗଲି। ମା ଏବେ ବହୁତ ଶକ୍ତିଶାଳୀ ଥିଲେ, କିନ୍ତୁ ତାଙ୍କ ହୃଦୟର କଥାକୁ ଅଣଦେଖା କରିବା କଣ ତାଙ୍କ ପାଇଁ ଠିକ ଥିଲା? ସେହି ରାତିରେ ମୁଁ ମୋର ହୃଦୟର କଥା ଏବେ ଶୁଣିପାରୁଥିଲି। ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ରୋହନଙ୍କ ପାଇଁ କିଛି ଅନୁଭବ କରିବା ଆରମ୍ଭ କରିଦେଇଛି। ଏହା ପ୍ରେମ ନଥିଲା, କିନ୍ତୁ ଏହା ଏପରି କିଛି ଥିଲା ଯାହାକୁ ମୁଁ ଅଣଦେଖା ଆଉ ଜମା ବି କରିପାରିବି ନାହିଁ। ସକାଳ ହେବା ମାତ୍ରେ ହିଁ ମୁଁ ମୋର ମାଙ୍କୁ କହିଲି, ମା, ଆମେ ରୋହନଙ୍କ ସହ କଥା ହେବା ଉଚିତ। ଆମକୁ ଏହା ବିଷୟରେ ଏକାଠି ନିଷ୍ପତ୍ତି ନେବାକୁ ହିଁ ପଡିବ। ଆଉ ତମେ ବାପାଙ୍କ କଥାରେ ଜମା ବି ରାଜି ହୁଅ ନାହିଁ। ଆମେ ରୋହନକୁ ଏବେ ଫୋନ କଲୁ। ମା ଏବଂ ମୁଁ ତାଙ୍କର ସାମ୍ନାରେ ବସିଥିଲୁ। ମୁଁ କହିଲି କି ମା ଏବଂ ମୁଁ ନିଷ୍ପତ୍ତି ନେଲୁ ଯେ ଆମକୁ ଏହାକୁ ଏବେ ସମାଧାନ କରିବାକୁ ପଡିବ। ତୁମେ ଏହି ଘରର ଏକ ଅଂଶ ଏବଂ ଆମେ ତୁମକୁ ଆଉ ହରାଇବାକୁ ଜମା ବି ଚାହୁଁନାହୁଁ। ରୋହନ ଏବେ ମୁଣ୍ଡ ନଇଁଗଲା, କିନ୍ତୁ ମୁଁ ଚାହେଁ ନାହିଁ ଯେ ମୋର କାରଣରୁ ତୁମେ କୌଣସି ଅସୁବିଧାର ଏବେ ସମ୍ମୁଖୀନ ହୁଅ। ପ୍ରଥମ ଥର ପାଇଁ ମୁଁ ତାଙ୍କ ହୃଦୟରେ କଥା କହିଲି। ରୋହନ, ତୁମେ ମତେ ସେହି ଶାନ୍ତି ଦେଇଛ ଯାହା ମୁଁ ବର୍ଷ ବର୍ଷ ଧରି ଜମା ବି ପାଇନଥିଲି। କିନ୍ତୁ ଯଦି ତୁମେ ଭାବୁଛ ଯେ ତୁମର ଯିବା ହିଁ ଠିକ, ତେବେ ତୁମେ ଆମକୁ କିଛି ବି କହିବି ନାହିଁ। ଏହା ଶୁଣି ରୋହନ କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲା। ତାପରେ ସେ କହିଲା କି ଯଦି ତୁମେ ଦୁହିଁ ମତେ ରହିବାକୁ ଚାହୁଁଛ, ତେବେ ମୁଁ ରହିବି, କିନ୍ତୁ ମୁଁ ତୁମର ନିଷ୍ପତ୍ତିକୁ ସମ୍ମାନ ଦେବାକୁ ଚାହୁଁଛି। ସେହିଦିନ ଠାରୁ ସବୁକିଛି ବଦଳିବାକୁ ଲାଗିଲା। ମା ତାଙ୍କ ହୃଦୟର କଥା ଶୁଣିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମୋର ଭାବନାକୁ ଚାପି ରଖିବାକୁ ନିଷ୍ପତ୍ତି ନେଇଥିଲି। ସେହିଦିନ ପରେ ଘରର ପରିବେଶ ଅଜବ ହୋଇଗଲା। ମା ଏବଂ ରୋହନଙ୍କ ମଧ୍ୟରେ ସେହି ସହଜତା ଆଉ ପୂର୍ବ ପରି ରହିଲା ନାହିଁ। ମା ତାଙ୍କୁ ଦେଖିଲେ କି ସେ ପ୍ରତ୍ୟେକ ଥର ହସିବାକୁ ଲାଗିଲେ ଏବଂ ରୋହନ ମଧ୍ୟ ରୋଷେଇ ଘର କିମ୍ବା ବଗିଚାରେ ସମୟ ବିତେଇବା ମଧ୍ୟ ଆରମ୍ଭ କରିଥିଲେ, ଯାହା ଫଳରେ କେହି ଆଉ ଭୁଲ ବୁଝାମଣା ନ କରନ୍ତି। ମୁଁ ତାଙ୍କର ପରିସରରୁ ନିଜକୁ ଦୂରରେ ରଖିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ପ୍ରତିଥର ତାଙ୍କ ଆଖିରେ ସେଇ ଅବ୍ୟକ୍ତ ଯନ୍ତ୍ରଣା ଦେଖିବା ମୋ ପାଇଁ ସହଜ ନଥିଲା। କିନ୍ତୁ କିଛି ଦିନ ପରେ ବାପା ହଠାତ୍ ମାଙ୍କୁ ପଚାରିଲେ, ରୋହନ, ତୁମେ ଏହି ଘରେ କାହିଁକି ଅଧିକ ସମୟ ବିତେଇବା ଆରମ୍ଭ କଲ? ମୁଁ ଦେଖୁଛି ଯେ ତୁମେ ସବୁବେଳେ ତୁମର ପାଖରେ ହିଁ ଅଛନ୍ତି। ମା ତୁରନ୍ତ ଉତ୍ତର ଦେଲେ କି ସେ ଆମ ଘରର କାମ କରନ୍ତି, ଆଉ ଯାହା ବି ହଉ ତୁମେ ଘର ଥିବା ବେଳେ କେତେ କାମ କରୁଛ। ବାପା କିନ୍ତୁ ଆଉ କିଛି ବି କହିଲେ ନାହିଁ, କିନ୍ତୁ ତାଙ୍କ ମୁହଁରେ ଚିନ୍ତା ଏବେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ବାପାଙ୍କର ଏହି ସନ୍ଦେହ ଘରର ପରିବେଶକୁ ଅଧିକ ଆହୁରି ଉତ୍ତେଜପୂର୍ଣ୍ଣ କରିଥିଲା। ମା ଏବଂ ରୋହନ ଏବେ ପରସ୍ପର ସହିତ କଥା ହେବା ମଧ୍ୟ ସଂକୋଚ କରିବାକୁ ଲାଗିଲେ। ରୋହନ ମଧ୍ୟ ମୋ ସହିତ କଥାବାର୍ତ୍ତା କମ କରିଥିଲା। ପୂର୍ବରୁ ସେ ମୋ ସହିତ ପ୍ରତ୍ୟେକ ଛୋଟ ଛୋଟ କଥା ମଧ୍ୟ ସେୟାର କରୁଥିଲେ। ଏବେ ସେ କେବଳ ଭୁଲ କଥା ହିଁ କହୁଥିଲେ। ଏହି ପରିବର୍ତ୍ତନ ମୋ ପାଇଁ ଅସହ୍ୟ ଥିଲା। ଗୋଟିଏ ଦିନ ସନ୍ଧ୍ୟାରେ ମୁଁ ତାଙ୍କୁ ବଗିଚାରେ ଏକ ପାଇଲି। ମୁଁ ପଚାରିଲି ଯେ ରୋହନ, ତୁମେ ମୋର ପାଖରୁ କାହିଁକି ଦୂରେଇ ଯାଉଛ? ସିଏ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ମୋ ଆଡକୁ ଚାହିଁ ରହିଲେ। ମ୍ୟାଡାମ, ସେମିତି କିଛି ନାହିଁ। ବାସ୍ ମୁଁ ତୁମର ଏବଂ ତୁମର ମାଙ୍କର ସମସ୍ୟାକୁ ଆହୁରି ବଢେଇବାକୁ ଚାହୁଁନାହିଁ। ମୋର ବନ୍ଧୁତା ମଧ୍ୟ ତୁମ ପାଇଁ କଷ୍ଟକର କି? ସେ ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ, ନା, କିନ୍ତୁ ଯଦି ମୋର କାରଣରୁ ତୁମେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅ, ତେବେ ମୁଁ ନିଜକୁ କେବେ ବି କ୍ଷମା କରିପାରିବି ନାହିଁ। ଗୋଟିଏ ଦିନ ରାତିରେ ମା ମତେ ତାଙ୍କର ରୁମକୁ ଡାକିଲେ। ତାଙ୍କର ମୁହଁ ଏବେ ବହୁତ ଗମ୍ଭୀରତା ଥିଲା। ସୁନିତା, ମୁଁ ଏକ ନିଷ୍ପତ୍ତି ନେଇଛି। ମା, ତୁମର ନିଷ୍ପତ୍ତି କଣ? ରୋହନଙ୍କ ଆଡରୁ ଏଠାରୁ ଛାଡିବାକୁ ନିଶ୍ଚୟ ଦେବାକୁ ପଡିବ। ଏହା ସବୁ ଠିକ ନୁହେଁ। ତୁମର ବାପା ମଧ୍ୟ ମତେ ସନ୍ଦେହ କରୁଛନ୍ତି।
ଆଉ ଯଦି ଏହି କଥା ବାହାରକୁ ଆସେ ତେବେ ଆମର ସମ୍ମାନ ମଧ୍ୟ ବିପଦରେ ପଡିବ। ମୋର ମାଙ୍କର କଥା ଶୁଣି ମୁଁ ପ୍ରତିବାଦ କଲି, କିନ୍ତୁ ମା ତୁମେ କହିଲ ନାହିଁ ଯେ ରୋହନ ତୁମକୁ ସାନ୍ତ୍ୱନା ଦେଇଥିଲା। ତୁମେ କଣ ପୁଣି ଥରେ ତୁମେ ସେହି ଖୁସିକୁ ରୋହନଙ୍କ ସହିତ କରିବ? ମା ମୋ ଆଡକୁ ଚାହିଁଲେ, ତାଙ୍କ ଆଖିରେ ବି ଲୁହରେ ପୂର୍ଣ୍ଣ ହୋଇଗଲା। ଏହା ମୋର ଭାଗ୍ୟ ସୁନିତା, ମୁଁ ଆଉ କଣ ବା କରିପାରିବି? ପରଦିନ ମା ମଧ୍ୟ ରୋହନଙ୍କ ସହ କଥା ହେଉଥିଲେ। କହିଲେ କି ରୋହନ, ଏଠାରୁ ଚାଲିଯିବା ତୁମ ପାଇଁ ଭଲ ହିଁ ହେବ। ଆମ କାରଣ ତୁମର ଜୀବନ ମଧ୍ୟ ନଷ୍ଟ ହେଉ ବୋଲି ଆମେ ଜମା ବି ଚାହୁଁନାହୁଁ। ରୋହନ କହିଲେ କିଛି ବି ନାହିଁ, କିନ୍ତୁ ତାଙ୍କ ଆଖିରେ ଏବେ ଯନ୍ତ୍ରଣା ସ୍ପଷ୍ଟ ଭାବରେ ଦେଖା ଯାଉଥିଲା। ସେ ମୁଣ୍ଡ ହଲାଇ କହିଲେ, ମୁଁ ଆପଣଙ୍କ ସହିତ ଏବେ ସହମତ ମ୍ୟାଡାମ। ସେହି ରାତିରେ ମୁଁ ରୋହନକୁ ପ୍ୟାକିଂ କରୁଥିବାର ଦେଖିଲି। ମୋର ହୃଦୟରେ ଏକ ଅଦ୍ଭୁତ ଭାବନା ସୃଷ୍ଟି ହୋଇଗଲା। ମୁଁ ତାଙ୍କର ପାଖକୁ ଯାଇ କହିଲି କି ରୋହନ, ଯଦି ତୁମେ ଚାଲିଯାଅ ତେବେ ଏହି ଘର କେବେ ଆଉ ପୂର୍ବ ଭଳି ରହିବ ନାହିଁ। ସେ ହସିଲେ, କିନ୍ତୁ ତାଙ୍କ ହସରେ ଏବେ ଯନ୍ତ୍ରଣାକୁ ଲୁଚି ରହିଥିଲା। ମ୍ୟାଡାମ, କିଛି ନିଷ୍ପତ୍ତି ହୃଦୟରେ ନୁହେଁ, ମନ ମଧ୍ୟ ନେଇଯାଏ। ଏହା ମଧ୍ୟରେ ଏପରି ଏକ ନିଷ୍ପତ୍ତି। ପରଦିନ ରୋହନ ଏବେ ଘରୁ ବାହାରି ଯାଇଥିଲା। ମା ତାଙ୍କର ଭାବନାକୁ ଲୁଚେଇବାକୁ ଯଥାସମ୍ଭବ ଚେଷ୍ଟା କଲେ, କିନ୍ତୁ ତାଙ୍କ ମୁହଁରେ ଏବେ ଦୁଃଖ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ମୁଁ ଜାଣିଥିଲି ଯେ ଏହା ଶେଷ ହୋଇନାହିଁ, ଏହା କେବଳ ଏକ ନୂତନ ଅଧ୍ୟାୟ। ଏବେ ହିଁ ଏହା ଆରମ୍ଭ ହୋଇ ପ୍ରସ୍ତୁତ ଥିଲା। ରୋହନ ଚାଲିଯିବା ପରେ ଘରେ ନୀରବତା ଖେଳିଗଲା। ମା ନିଜକୁ କାମରେ ଏବେ ବ୍ୟସ୍ତ ରଖିଲେ, କିନ୍ତୁ ତାଙ୍କ ମୁହଁରେ ଦୁଃଖ ଆଉ କେହି ଏହାକୁ ଲୁଚାଇ ପାରିଲେ ନାହିଁ। ମା ମୋତେ ଏହି ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ, କିନ୍ତୁ ସେ ଆଉ ଜମା ବି କିଛି କହିଲେ ନାହିଁ। ହୁଏତ ସେମାନେ ମୋତେ ଧରି ନେଇଥିଲେ ଯେ ସବୁକିଛି ସ୍ୱାଭାବିକ ହୋଇଗଲା। ମୋର ମନ ଏବେ ବି ଅସ୍ଥିର ହିଁ ଥିଲା। ରୋହନ ଯିବା ପରେ ମୁଁ ଭାବିଥିଲି କି ସବୁକିଛି ଠିକ ହୋଇଯିବ, କିନ୍ତୁ ତାହା ଜମା ବି ହେଲା ନାହିଁ। ତାଙ୍କର ଅନୁପସ୍ଥିତିରେ ଘରର କାନ୍ଥ ଗୁଡିକ ଏବେ ଥଣ୍ଡା ହୋଇଯାଇଥିଲା। ମା କି ଯିଏ ପୂର୍ବରୁ ହସୁଥିଲେ ଆଉ ନୀରବ ଏବଂ ହତାଶ ହୋଇ ରହୁଥିଲେ, ଗୋଟେ ରାତିରେ ମୁଁ ଦେଖିଲି ଯେ ମା ତାଙ୍କର କୋଠରୀରେ ଏବେ ଏକା କାନ୍ଦୁଛନ୍ତି। ଏହା ଦେଖି ମୁଁ ନିଜକୁ ଆଉ ସହିପାରିଲି ନାହିଁ। ଏହା ପ୍ରଥମ ଥର ଥିଲା ଯେତେବେଳେ ସେ ନିଜକୁ ଏତେ ଦୁର୍ବଳ ହେବାକୁ ଦେଇଥିଲେ। ମୁଁ ତାଙ୍କର ପାଖକୁ ଯାଇ ପଚାରିଲି ଯେ ମା, ତୁମେ ଭଲ ଅଛ କି? ସେ ତାଙ୍କର ଲୁହ ପୋଛିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ତାଙ୍କର କଣ୍ଠ ଏବେ ସ୍ୱର ଦବିଗଲା। ସୁନିତା, ମୁଁ କେବେ ବି ଭାବିନଥିଲି ଯେ ମୋର ହୃଦୟ ଶୁଣିବା ପାଇଁ ମୁଁ ଆଉ ସାହସ ପାଇବି, କିନ୍ତୁ ଯେତେବେଳେ ମୁଁ ଏପରି କଲି ସମାଜ ଏବଂ ସମ୍ପର୍କ ମୋତେ ପଛକୁ ଟାଣି ନେଲା। ହୁଏତ ଏହା ମୋର ଶେଷ ଦୋଷ ଥିଲା। ତାଙ୍କର କଥା ମୋତେ ଗଭୀର ଭାବେ ଥରେଇ ଦେଲା। ମା ତାଙ୍କର ସମଗ୍ର ଜୀବନରେ କେବଳ ଅନ୍ୟମାନଙ୍କ ଖୁସିକୁ ଗୁରୁତ୍ୱ ଦେଇଥିଲେ। ଏବେ ଯେତେବେଳେ ସେ ନିଜର ଖୁସିକୁ ବାଛିଲେ, ତାଙ୍କୁ ଏହାକୁ ବଳିଦାନ ନେବାକୁ ବାଧ୍ୟ କରାଗଲା। ଏହି ସମୟରେ ବାପା ମାଙ୍କର ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରନ୍ତି। ଗୋଟିଏ ଦିନ ସେ ମୋତେ କହିଲେ କି ସୁନିତା, ତୁମର ମାଙ୍କର ଦେହ ଏବେ ଭଲ ଲାଗୁନାହିଁ। ତାଙ୍କର ମନରେ କଣ ଚାଲିଛି ଜାଣନ୍ତି କି? ମୁଁ କିଛି ସମୟ ପାଇଁ ନୀରବ ରହିଲି। ବାବା ପ୍ରକୃତରେ ବୁଝିବାକୁ ଚେଷ୍ଟା କରୁଥିଲେ, ନା ଏହା କେବଳ ଏକ ଔପଚାରିକତା ଥିଲା? ବାପା, ହୁଏତ ମାଙ୍କୁ ତାଙ୍କର ଆବଶ୍ୟକତା ଅଛି। ବହୁତ ଦିନ ହେଲା ତୁମେ ତାଙ୍କ ସହିତ ହୃଦୟର ସହିତ କଥାବାର୍ତ୍ତା ମଧ୍ୟ କରିନାହଁ। ମୁଁ ତାଙ୍କୁ କହିଲି କି ହୁଏତ ଏହା ଠିକ ସମୟ ଅଟେ। ବାପା ମୋର ପରାମର୍ଶକୁ ଗମ୍ଭୀରତାର ସହ ନେଲେ। ସେ ସନ୍ଧ୍ୟାରେ ଏକୁଟିଆ ମାଙ୍କ ସହ କଥା ମଧ୍ୟ ହୋଇଥିଲେ। ସେ କଣ କହିଥିଲେ ମୁଁ ଜମା ବି ଜାଣିନାହିଁ, କିନ୍ତୁ ସେହି କଥାବାର୍ତ୍ତା ପରେ ମାଙ୍କ ମୁହଁରେ ଟିକେ ଆଶ୍ୱସ୍ତି ଦେଖାଯାଇଥିଲା। ଏସବୁ ଘଟଣା ମଧ୍ୟରେ ମୁଁ ଅନୁଭବ କଲି ଯେ ରୋହନ ବିନା ଏହି ଶୂନ୍ୟସ୍ଥାନ ଆଉ କେବେ ବି ପୂରଣ ହୋଇପାରିବ ନାହିଁ। କିନ୍ତୁ ତାଙ୍କୁ ଫେରାଇ ଆଣିବା ଜମା ବି ସମ୍ଭବ ଥିଲା କି? ଗୋଟେ ଦିନ ମୁଁ ସିଧା ମାଙ୍କୁ ପଚାରିଲି, ଯଦି ତୁମେ ଫେରି ଆସିବାକୁ ଚାହୁଁଛ ତେବେ ତୁମେ ରୋହନକୁ ଗ୍ରହଣ କରିବ କି? ଏହା ଶୁଣି ମା ପୁରା ଆଶ୍ଚର୍ଯ୍ୟ ହେଇଗଲେ। ସୁନିତା, ଏହା କିପରି ସମ୍ଭବ? କାହିଁକି ମା? ଯଦି ସେ ଆମର ଜୀବନରେ ଖୁସି ଆଣିପାରିବେ ତେବେ ସମାଜ ବିଷୟରେ କାହିଁକି ଆମେ ଚିନ୍ତା କରିବା? ମା ଏକ ଗଭୀର ନିଶ୍ୱାସ ନେଲେ। ମା, ସମାଜ ବିଷୟରେ ଚିନ୍ତା କରେ କାରଣ ଏହା କେବଳ ମୋର ଜୀବନ ବିଷୟରେ ନୁହେଁ, ଏହା ତୁମର ବାପା, ତୁମେ ଏବଂ ଆମ ସମଗ୍ର ପରିବାର ବିଷୟରେ। ମାଙ୍କର ଏହି କଥା ଗୁଡିକ ମତେ ଚିନ୍ତା କରିବାକୁ ବାଧ୍ୟ କଲା। ଆମର ଖୁସି ପାଇଁ ସମାଜରେ ଶିକୁଳି ଭାଙ୍ଗିବାର କଣ ପ୍ରକୃତରେ ଆମର ଅଧିକାର ନାହିଁ? ଆମର ଜୀବନ କଣ ସବୁବେଳେ ଅନ୍ୟମାନଙ୍କ ଆଶା ଉପରେ ନିର୍ଭର କରିବ? ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ରୋହନକୁ ଏବେ ଖୋଜିବି, ଆଉ ତାଙ୍କୁ ଏବେ ମୋର ଘରକୁ ଆଣିକି ହିଁ ରହିବି। ସେ ଆମ ଘର କେତେ ପରିବର୍ତ୍ତନ କରିଛି ତାହା ଜାଣିବା ପାଇଁ ମୁଁ ତାଙ୍କୁ ଏକ ସୁଯୋଗ ମଧ୍ୟ ଦେବି। ରୋହନ ଚାଲିଯିବା ପରେ ମୋର ଜୀବନ ଏକ ପ୍ରକାରର ସ୍ଥଗିତ ହୋଇଥିଲା ପରି ଲାଗିଲା। ମୁଁ ରୋହନକୁ ମିସ୍ ନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲି, କିନ୍ତୁ ପ୍ରତ୍ୟେକ ଥର ତାଙ୍କୁ ସ୍ମୃତି ମୋତେ ଘେରି ରହୁଥିଲା। ମା ମଧ୍ୟ ଏକ ନିର୍ଜୀବ ପ୍ରତିମା ପରି ହୋଇଯାଇଥିଲେ।
ଘରର ସମସ୍ତେ ନିଜ ନିଜ ଅଞ୍ଚଳରେ ଏବେ ସୀମିତ ହୋଇଯାଇଥିଲେ। ମୁଁ ଅନୁଭବ କଲି ଯେ ଏହି ଶୂନ୍ୟତା କେବଳ ରୋହନଙ୍କ ଯୋଗୁଁ ନୁହେଁ, ଏହା ସେହି ସତ୍ୟର ପ୍ରଭାବ ଥିଲା କି ଯାହାକୁ ଆମେ ସମସ୍ତେ ଅଣଦେଖା କରୁଥିଲୁ। ମା ତାଙ୍କର ପ୍ରେମକୁ ବଳିଦାନ ଦେଇଥିଲେ, କିନ୍ତୁ ସେହି ବଳିଦାନ କଣ କାହାକୁ ଖୁସି କରିଥିଲା? ମୁଁ ନିଷ୍ପତ୍ତି ନେଇଥିଲି ଯେ ମତେ ରୋହନକୁ ଖୋଜିବାକୁ ହିଁ ପଡିବ। ଏହା ମୋ ପାଇଁ ଏବଂ ମାଙ୍କ ପାଇଁ ଆବଶ୍ୟକ ଥିଲା। ତାଙ୍କୁ କହିବା ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ତାଙ୍କର ଅନୁପସ୍ଥିତି ଆମର ଜୀବନକୁ ଅସମ୍ପୂର୍ଣ୍ଣ କରିଦେଇଛି। ମୁଁ ମୋର ନିଷ୍ପତ୍ତି ବିଷୟରେ ମାଙ୍କୁ କହିଦେଲି। ମା, ମୁଁ ରୋହନଙ୍କ ସହ ଏବେ କଥା ହେବାକୁ ହିଁ ଚାହୁଁଛି। ଆମେ ତାଙ୍କୁ ସତ୍ୟ ସହିତ ସାମ୍ନା କରିବାକୁ ପଡିବ। ମା ଏବେ ମୋ ଆଡକୁ ଚାହିଁଲେ। ତାଙ୍କ ଆଖିରେ ଦ୍ୱନ୍ଦ୍ୱ ଏବଂ ଚିନ୍ତା ଥିଲା। ସୁନିତା, ଏହା ତ ଏତେ ସହଜ ନୁହେଁ। ଯଦି ତୁମର ବାପା ଜାଣନ୍ତି ତାହେଲେ ଆମର କଣ ହେବ? ମା, ଯଦି ଆମେ ଆମର ଖୁସି ପାଇଁ ଠିଆ ନ ହେବା, ତେବେ ଆମେ ଜୀବନ ସାରା ପଶ୍ଚାତାପ ବ୍ୟତୀତ ଆଉ କିଛି ବି ରହିବ ନାହିଁ। ବହୁତ ଦିନ ଖୋଜାଖୋଜି କରିବା ପରେ ମୁଁ ରୋହନକୁ ଏକ ଛୋଟ ଗାଁରେ ପାଇଲି। ସେ ଏବେ ତାଙ୍କର ଜଣେ ସମ୍ପର୍କଙ୍କ ସହିତ କାମ କରୁଥିଲେ। ଆଉ ସେ ମତେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ, ସୁନିତା, ଆପଣ ଏଠାରେ କଣ କରୁଛନ୍ତି? ମୋର ଭାବନାକୁ ନିୟନ୍ତ୍ରଣ କରି ମୁଁ କହିଲି କି, ହଁ ରୋହନ, ମୁଁ ତୁମ ବିନା ସବୁକିଛି ଅସମ୍ପୂର୍ଣ୍ଣ। ଆମର ଭୁଲକୁ ଏବେ ମୁଁ ସବୁକିଛି ବୁଝିପାରୁଛି। ରୋହନ ଏକ ଦୀର୍ଘ ନିଶ୍ୱାସ ନେଇ କହିଲା କି, ମ୍ୟାଡାମ, ଆପଣଙ୍କର ଜୀବନକୁ ସହଜ କରିବା ପାଇଁ ମୁଁ ଏହି ଘର ଛାଡିଛି। ପଛକୁ ଫେରିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ। କିନ୍ତୁ ତୁମେ କଣ ଭାବୁଛ ଯେ ତୁମ ବିନା ଆମର ଜୀବନ ଏବେ ସହଜ ହୋଇଯିବ? ମୁଁ ତାଙ୍କୁ ପଚାରିବାରୁ ତାଙ୍କର ଆଖି ଏବେ ଓଦା ହୋଇଗଲା। ମୁଁ ତୁମର ମାଙ୍କୁ ବହୁତ ଭଲ ପାଏ, କିନ୍ତୁ ଏହି ସମ୍ପର୍କ ଏହି ସମାଜରେ ଜମା ବି ଗ୍ରହଣୀୟ ନୁହେଁ। ଆଉ ମୁଁ ତୁମର ପରିବାରର ଖୁସିକୁ ନଷ୍ଟ କରିବାକୁ ଚାହୁଁନାହିଁ। ମୁଁ ରୋହନଙ୍କ ମାଙ୍କୁ ଭେଟିବା ପାଇଁ ରାଜି କରାଇବାରେ ସଫଳ ହୋଇଯାଇଥିଲି। ସେ ଆମ ଘରକୁ ଏବେ ଫେରି ଆସିଲେ, କିନ୍ତୁ ଏଥର ସେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ମା ତାଙ୍କୁ ଦେଖିବା ପରେ ତାଙ୍କର ଭାବନାକୁ ଲୁଚେଇବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ତାଙ୍କର ଆଖି ଏବେ ସବୁକିଛି କହିଦେଉଥିଲା। ବାପା ମଧ୍ୟ ଏବେ ଘରେ ଥିଲେ। ରୋହନକୁ ଚାହିଁ ସେ କଠୋର ଭାବରେ ପଚାରିଲେ, ତୁମେ ଏଠାକୁ କାହିଁକି ଆସିଛ? ଏଥର ରୋହନ ଆଉ ଡରିଲେ ନାହିଁ। ସେ ସିଧା କହିଲେ କି, ମୁଁ ତୁମର ମୋର କଥା ଏବେ କହିବାକୁ ଆସିଛି। ରୋହନ ବାପାଙ୍କ ଆଗରେ ତାଙ୍କର ଏବଂ ତାଙ୍କର ମାଙ୍କର ଏବେ ସତ୍ୟକୁ ପ୍ରକାଶ କରିଦେଲେ। ଆଉ ଏହା ଶୁଣି ବାପା ପୁରା ଆଶ୍ଚର୍ଯ୍ୟ ହୋଇଗଲେ। ଘରେ ଏବେ ନୀରବତା ଥିଲା। ବାପା ଆଉ କିଛି ବି କହିଲେ ନାହିଁ, କିନ୍ତୁ କ୍ରୋଧ ଏବଂ ଅପମାନରେ ତାଙ୍କର ମୁହଁ ପୁରା ଲାଲ ହୋଇଗଲା। କିଛି ମୁହୂର୍ତ୍ତ ପରେ ନୀରବତା ହୋଇଗଲା। ବାପା ଏକ ଗଭୀର ନିଶ୍ୱାସ ନେଲେ। ମୁଁ ସାରା ଜୀବନ ମୋର ପରିବାର ପାଇଁ କାମ କରିଥିଲି। ତୁମର ମା ତାଙ୍କର ଖୁସି ପାଇଁ ଏତେ ବଡ କଥା କିପରି ଲୁଚେଇବ ବୋଲି ମୁଁ କେବେ ବି ଭାବିନଥିଲି। କିନ୍ତୁ ଯଦି ତାଙ୍କର ପ୍ରେମ ସତ୍ୟ, ତେବେ ମୁଁ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବାକୁ ପଡିବ। ବାପାଙ୍କର ଏହି କଥା ଗୁଡିକ ସମସ୍ତଙ୍କୁ ଚକିତ କରିଦେଲା। ମାଙ୍କ ଆଖିରୁ ଏବେ ଲୁହ ଝରି ପଡିଲା। ମୁଁ ସବୁବେଳେ ତୁମ ସହିତ ରହିବାକୁ ବହୁତ ଚେଷ୍ଟା କରୁଥିଲି, କିନ୍ତୁ ଏବେ ମୁଁ ବୁଝିପାରୁଛି ଯେ ଯେତେବେଳେ ଜଣେ ବ୍ୟକ୍ତି ନିଜ ହୃଦୟର କଥା ଶୁଣେ, ସେତେବେଳେ ହିଁ ତାଙ୍କୁ ଖୁସି ମିଳିଥାଏ। ଯଦି ତୁମର ଖୁସି ରୋହନଙ୍କ ସହିତ ଅଛି, ତେବେ ମୁଁ ଏହାକୁ ଗ୍ରହଣ କରୁଛି। ମା ଏବଂ ରୋହନ ଏବେ ନିଜର ଜୀବନକୁ ନୂତନ ଭାବରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଅନ୍ତି। ମୁଁ ଏହା ମଧ୍ୟ ବୁଝିପାରିଲି ଯେ ପ୍ରେମ ଏବଂ ପରିବାର ଉଭୟକୁ ଏକାଠି ସମ୍ଭାଳିବା ସହଜ ନୁହେଁ, କିନ୍ତୁ ଯଦି ଉଦ୍ଦେଶ୍ୟ ସତ୍ୟ ଥାଏ, ତେବେ କୌଣସି ଅସୁବିଧା ମଧ୍ୟ ଜମା ବି ସମ୍ଭବ ନୁହେଁ। ମା ଏବଂ ରୋହନ କରି ଜୀବନ ବଞ୍ଚିବା ଆରମ୍ଭ କରିଦିଅନ୍ତି। ସେମାନଙ୍କ ପ୍ରେମ ଆଉ ଲୁଚି ରହିଲା ନାହିଁ ଏବଂ ବାପା ମଧ୍ୟ ଏହି ପରିବର୍ତ୍ତନକୁ ଗ୍ରହଣ କରିସାରିଥିଲେ। ଏହି ସମ୍ପୂର୍ଣ୍ଣ ଯାତ୍ରା ମତେ ଏକ ଗଭୀର ଶିକ୍ଷା ମଧ୍ୟ ଦେଇଥିଲା। ଜୀବନରେ ତୁମର ଖୁସି ଏବଂ ସତ୍ୟ ପାଇଁ ଠିଆ ହେବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ ମୁଁ ଅନୁଭବ କରିଥିଲି। କିଛି ମାସ ପରେ ମା ଏବଂ ରୋହନ ଏକ ଛୋଟ ସହରରେ ରହିବାକୁ ଲାଗିଲେ। ସେମାନଙ୍କର ସମ୍ପର୍କ ଏବେ ସମାଜର ଚିନ୍ତାର ବାହାରେ ହିଁ ଥିଲା। ବାପା ମଧ୍ୟ ତାଙ୍କର ଜୀବନରେ ମାର ସ୍ଥାନକୁ ସମ୍ମାନର ସହିତ ବଜାୟ ରଖିଥିଲେ। ଆଉ ମୁଁ ମୋର ଜୀବନରେ ମୋର ପଥ ନିଜେ ବାଛିଛି। ମୁଁ ମୋର ପାଠପଢାକୁ ଏବେ ସମାପ୍ତ କଲି ଏବଂ ସ୍ୱାଧୀନ ହେଲି ଏବଂ ମୋର ସ୍ୱପ୍ନ ଗୁଡିକୁ ବଞ୍ଚିବା ଆରମ୍ଭ କରିଦେଲି। ମାଙ୍କର ସାହସ ସବୁବେଳେ ମୋ ପାଇଁ ପ୍ରେରଣା ହୋଇ ରହିବ। ଆମେ ସମସ୍ତଙ୍କୁ ଜାଣୁ ଯେ ପ୍ରେମ ପାଇଁ ସାହସ ହିଁ ଆବଶ୍ୟକ। ଆଉ ଯଦି ହୃଦୟ ସତ୍ୟ ଥାଏ, ତେବେ ପ୍ରତ୍ୟେକ ସମ୍ପର୍କ ତାର ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବ। ତେବେ ବନ୍ଧୁଗଣ, ଯଦି ଆପଣଙ୍କୁ କାହାଣୀଟି ପସନ୍ଦ ଆସିଛି, ତେବେ ଭିଡିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।